ମୋ ସିନ୍ଦୁର ଅଧିକାରରେ ଲାତାଶା ଆଦି ଆଉ ମୁକ୍ତିଙ୍କ ବାହାଘର ପରେ ପହଞ୍ଚି ଯାଇଛନ୍ତି। ଆଉ ତାଙ୍କ ସିଷ୍ଟର ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଇଯାଆନ୍ତି ଆଉ କହନ୍ତି, ତୁ ଯଦି ଏଠି ତାହେଲେ ବେଦୀରେ କିଏ ବସିଛି? ତାଙ୍କ ହାତ ଧରି ଟାଣି ଆଣି ତାଙ୍କ ମୁହଁର ଓଢ଼ଣୀ ଖୋଲି ଦିଅନ୍ତି। ଦେଖନ୍ତି ତ ମୁକ୍ତି ତାଙ୍କୁ ଶକ୍ତ ଗୋଟେ ଚଟକଣା ଦିଅନ୍ତି ଆଉ କହନ୍ତି, ତୋରି ପାଇଁ ଆଜି ମୁଁ ମୋ ଭଉଣୀ ଆଗରେ ଛୋଟ ହେଇଗଲି। ମୁଁ ନିଜେ ମୋ ହାତରେ ତୋତେ ଆଣି ଏ ବେଦୀରେ ବସେଇଥିଲି। ଆଜି ମୋତେ ମୋ ଭଉଣୀ କେବେ ବି କ୍ଷମା କରିବନି, କାହିଁକିନା ମୁଁ ତୋତେ ହିଁ ନିଜେ ଏଠିକି ଆଣି ଦେଇଥିଲି ଆଦିଙ୍କ ପାଖକୁ। ଆଉ ଲାତାଶା ଆଦିଙ୍କ ପାଖକୁ ଯାଇ କହନ୍ତି କି, ଏଡ଼ିଙ୍କ ପାଇଁ ମୁଁ ଆଜି ପର୍ଯ୍ୟନ୍ତ ବଞ୍ଚିଥିଲି। ଜାଣିଛୁ, ମୋ ଏଡ଼ି ପିଲାଦିନୁ କେହି ବି ନଥିଲେ। ଏଡ଼ି ହିଁ ମୋ ଜୀବନର ସବୁକିଛି। ଆଜି ତୁ ତାକୁ ବି ଛଡ଼େଇ ନେଲୁ। ଆଉ ଏପଟେ ରାଗିଣୀ ଗୋଟେ ହୁମ କାଠ ଧରି କହନ୍ତି କି, ଆଜି ମୁଁ ତୋତେ ଛାଡ଼ିବିନି କହି ମୁକ୍ତିଙ୍କ ଉପରକୁ ହାତ ଉଠାନ୍ତି ଆଉ ଆଦି ତାଙ୍କୁ ଅଟକେଇ ନିଅନ୍ତି। ଜାଣତରେ ହେଉ କି ଅଜାଣତରେ ହେଉ ମୁକ୍ତି ମୋ ସ୍ତ୍ରୀ ହେଇସାରିଛନ୍ତି। ତାଙ୍କ ଉପରକୁ ଆଞ୍ଚ ଆସିବାକୁ ମୁଁ ଦେବିନି। ତାଙ୍କ ପୂର୍ବରୁ ମୋତେ ମୁକାବିଲା କରିବାକୁ ପଡ଼ିବ। ଏମିତି ରାଗିଣୀଙ୍କୁ ସେ କହନ୍ତି। ଆଉ ଲାତାଶା ଆସି ମୁକ୍ତିଙ୍କୁ ମାରିବାକୁ ଚେଷ୍ଟା କରନ୍ତି। ତାଙ୍କ ତଣ୍ଟି ଧରି ଚିପି ଦେବାକୁ ଚେଷ୍ଟା କରନ୍ତି। ଆଉ କିନ୍ତୁ ତାଙ୍କ ବଡ଼ ବାପା ଆସି ପହଞ୍ଚି ଯାଆନ୍ତି। କହନ୍ତି କି, ମରିବା ପୂର୍ବରୁ ସତ କ'ଣ ତ ଜାଣିବା ନିହାତି ଦରକାର। ଆଦି ପଚାରନ୍ତି, ତୁ କେଉଁ ସତ କଥା କହୁଛୁ? ମୁକ୍ତି, ତୁ ଆଜି ତୋ ନିଜ ହାତରେ ତୋ ଭଉଣୀର ଜୀବନକୁ ନଷ୍ଟ କରିଦେଇଛୁ। ତୁ ନିଜେ ତୋ ନିଜ ଭଉଣୀମାନଙ୍କର ଭବିଷ୍ୟତ ଅନ୍ଧାର କରିଦେଇଛୁ। ଆଉ ମୁକ୍ତି କହନ୍ତି କି, ମୋ ଭଉଣୀମାନେ କିଏ? ରାଗିଣୀ ଆଉ ଲାତାଶା।